କାଲି ଦେଖିଲ ଭିଡ଼ିଓ ଦେଖିଲ କ୍ଲାଉଡ୍ କମ୍ପ୍ୟୁଟିଂ କ'ଣ ତା କ'ଣ ଦେଖିଲ ନା ଦେଖିନ? ହଁ ଦେଖିଲି କାଲି, ସେ କାଲିର ପଠେଇ ନଥିଲେ ମୁଁ ମାଗିଥିଲି। ତାପରେ ମାନେ ମନେ ନଥିଲା ତା ପୂର୍ବଟା ଦେଖିଦେଇଛି, ତା ପୂର୍ବ କ୍ଲାସଟା। ଠିକ୍ ଅଛି, କାଲି ଯୋଉ ଭିଡ଼ିଓଟା କହିଥିଲି ସେଇଟା ଦେଖିଲ ନା ନାହିଁ? ହଁ ଭିଡିଓଟା ଦେଖିଲି। ହଁ ଠିକ୍ ଅଛି। ଆଉ ଥରେ ଡିସ୍କସ୍ କରିବା ନା ଡାଇରେକ୍ଟ ଇଏ ଆଜୁର ଆକାଉଣ୍ଟ କ୍ଲାଉଡ୍ କ୍ରିଏଟ୍ କରିବା? ଥରେ ଡିସ୍କସ୍ କରିଦେବେ। ହଉ ଠିକ୍ ଅଛି। ଏ କ୍ଲାଉଡ୍ କମ୍ପ୍ୟୁଟିଂ କ'ଣ ଆମେ ଆଗରୁ ଅନ୍ ପ୍ରେମାଇସ୍ ଯାହା ବି ଆମେ ୟୁଜ୍ କରୁଥିଲୁ ଯେମିତିକି ଆମର ସିକ୍ୱେଲ୍ ସର୍ଭର ହେଇଗଲା କିମ୍ବା ଓରାକଲ୍ ହେଇଗଲା। ତାର ପ୍ରୋବ୍ଲେମ୍ କ'ଣ ଥିଲା, ତା ପାଇଁ ଯାହା ବି ଡେଟା ଆମକୁ ଷ୍ଟୋର୍ କରିବାକୁ ଥିଲା ଆମେ ସର୍ଭରରେ ଡେଟାକୁ ଷ୍ଟୋର୍ କରୁଥିଲୁ। ସେ ସର୍ଭରର କଷ୍ଟ ବହୁତ ଥିଲା। ହୁଁ, ଗୋଟେ ହାଇ ଏଣ୍ଡ୍ ସର୍ଭର ଯଦି କିଣିବ 5-10 ଲାख ଟଙ୍କା ପଡ଼ୁଥିଲା। ସର୍ଭର ତ କିଣିଦେଲ, ଧରାଯାଉ 1 ପେଟାବାଇଟ୍ର ତମେ ସର୍ଭର କିଣିଲ, ବଟ୍ ତମେ ତାକୁ ୟୁଜ୍ କରୁଛ କେବଳ 1 GB କିମ୍ବା 500 MB ୟୁଜ୍ କରୁଛ। ଦ ରେଷ୍ଟ ଅଫ୍ ହୁଁ, ଦ ଷ୍ଟୋରେଜ୍ କ'ଣ ୱେଷ୍ଟ ଯାଉଛି ନା। ହଁ ହଁ ଓକେ, ଆଣ୍ଡ କୋଉଦିନ ଏମିତି ବି ଆସିବ କି ତମେ ମୋର୍ ଦେନ୍ 1 ପେଟାବାଇଟ୍ ଅଫ୍ ଡେଟା ୟୁଜ୍ କରିବ। ଫର୍ ହୁଁ, ଏକ୍ଜାମ୍ପଲ୍ ଯେମିତି ୟାର ଏକ୍ଜାମ୍ପଲ୍ ଦେଖିଥିବ ଆମର ଫିଜିକ୍ସ ବାଲା, ତାର ଯେତେବେଳେ ଲାଇଭ୍ କ୍ଲାसेସ୍ ଷ୍ଟାର୍ଟ କଲା ପ୍ରଥମେ ସେ ଭାବିଥିଲା କି ମୋର ବେଶୀ ଷ୍ଟୁଡେଣ୍ଟ ଆସିବେନି। ସେ ଜଷ୍ଟ ଭାବିଥିଲା କି ମୋର 1000ଟା ଲାଇଭ୍ ଷ୍ଟୁଡେଣ୍ଟ ଆସିବେ, ବଟ୍ ତାର ଉଲ୍ଟା ହେଇଗଲା, ଏକାଥରେ 10,000 କି ଲକ୍ଷେ ଷ୍ଟୁଡେଣ୍ଟ ଆସିଗଲେ। ତା ହୁଁ, ସର୍ଭର ଥିଲା କମ୍ର, କିନ୍ତୁ ଲୋକ ହେଇଗଲେ ଅଧିକ। ସେ ସର୍ଭର କ'ଣ ହେଲା, କ୍ରାସ୍ ହେଇଗଲା। ଏମିତି ହୁଏ ନା ବହୁତ ଟାଇମ୍ ଦେଖିଥିବ କି ସର୍ଭର କ୍ରାସ୍ ହେଇଯାଏ, ହଁ, ୱେବସାଇଟ୍ ଚାଲେ ନା। ଯେତେବେଳେ ଲୋଡ୍ ଅଧିକ ହେଇଯାଏ ସେଇ ଟାଇମ୍ରେ ସର୍ଭର କ୍ରାସ୍ ହେଇଯାଏ। ହୁଁ, ତାକୁ ଟ୍ୟାକଲ୍ କରିବା ପାଇଁ କ୍ଲାଉଡ୍ ଆସିଲା। କ୍ଲାଉଡ୍ରେ କ'ଣ, କ୍ଲାଉଡ୍ ମାନେ ଏଇଟା ତମକୁ ଅନଲିମିଟେଡ୍ ଷ୍ଟୋରେଜ୍ ପ୍ରୋଭାଇଡ୍ କରିବ। ଯଦି ତମକୁ ଆଜି ତମେ କମ୍ ସର୍ଭର ୟୁଜ୍ କରୁଛ, କମ୍ ଷ୍ଟୋରେଜ୍ ହୁଁ, ୟୁଜ୍ କରୁଛ, ତମର କ୍ୱେରି କମ୍ ଅଛି, ତ ସେ ତମକୁ ତାର କ'ଣ ଅଟୋ ସ୍କେଲିଂ ଫିଚର୍ ଅଛି ହେଲା। ତ ସେ ତମକୁ କମ୍ ଷ୍ଟୋରେଜ୍ ପ୍ରୋଭାଇଡ୍ କରିବ। ଯଦି ତମର କ୍ୱେରି ଅଧିକ ଅଛି, ଷ୍ଟୋରେଜ୍ ଅଧିକ ଅଛି, ସେ ଅଟୋ ସ୍କେଲ୍ କରିଦେବ। ତମେ କ୍ୱେରି ଅଟୋମେଟିକ୍ ସେ ଚାଲୁଥିବ ବେଶୀ। ତମ ସର୍ଭର ସାଇଜ୍ ଇନକ୍ରିଜ୍ ଆଉ ଡିକ୍ରିଜ୍ କରିଦେବ କ୍ଲାଉଡ୍ ହେଲା, ଅଟୋ ସ୍କେଲିଂ ତାକୁ କୁହାଯାଏ। ଏଣ୍ଡ 24/7 ତମକୁ ଡେଟା ମିଳିବ। ଆମର ଯଦି ଅନ୍ ପ୍ରେମାଇସ୍‌ରେ ମୁଁ ଡେଟା ଷ୍ଟୋର୍ କରି ରଖିବି, ଗୋଟେ ଡେଟା ସେଣ୍ଟର ମୋତେ ବନେଇବାକୁ ପଡ଼ିବ। ଡେଟା ସେଣ୍ଟରରେ ଏସି ରୁମ୍ ଦରକାର, ଫ୍ୟାନ୍‌ରେ କାମ ଚଳିବନି। ଗୋଟେ ଲୋକ ଦରକାର ତାକୁ ଦେଖିବା ପାଇଁ, କିଛି ପ୍ରୋବ୍ଲେମ୍‌ଟା ହେଇନି। ଏସବୁ ହଁ ଜିନିଷ ଡାଟା ତମକୁ ସେଣ୍ଟର। ହାର୍ଡୱେର୍ ଇନଷ୍ଟଲେସନ୍ ଦରକାର। ହଁ, ବଟ୍ ଯଦି ତମେ କ୍ଲାଉଡ୍ ଅପ୍ଟ କରିବ, ତମକୁ କିଛି ବି ମେଣ୍ଟେନେନ୍ସ କରିବା ତମକୁ ଦରକାର ନାହିଁ। ସେ କ୍ଲାଉଡ୍ ପ୍ରୋଭାଇଡର ହିଁ ସବୁ କିଛି ମେଣ୍ଟେନ୍ କରିବେ। ଆମକୁ କିଛି ମୁଣ୍ଡ ପୁରେଇବାର ନାହିଁ, ଆମକୁ କେବଳ ୟୁଜ୍ କରିବାର ଅଛି। ସେ ସର୍ଭର ରୁମ୍‌ରେ ଯଦି ନିଆଁ ଲାଗିଗଲା କିମ୍ବା କିଛି ବି ହେଇଗଲା, ସେଥିରେ ଆମକୁ କିଛି ପ୍ରୋବ୍ଲେମ୍ ନାହିଁ। ଆମକୁ ତଥାପି ମିଳିବ ଡେଟା। ଯଦି ଆମ ନିଜର ସର୍ଭର ରୁମ୍ ଥାନ୍ତା, ଯଦି ନିଆଁ ଲାଗିଯାଇଥାନ୍ତା, ସେଇ ଟାଇମ୍‌ରେ ତମକୁ ଡେଟା ମିଳିନଥାନ୍ତା। ଡେଟା ତମେ ଫେଚ୍ କରିପାରିନଥାନ୍ତ ହେଲା। ଆଉ କିମ୍ବା ଯଦି ତମ ଏରିଆରେ ଡେଟା ସେଣ୍ଟର ଅଛି, କିଛି ଧରାଯାଉ ବନ୍ୟା ଆସିଗଲା, ବାତ୍ୟା ଆସିଗଲା, ସେଇ କେସ୍‌ରେ ବି ତମେ ଡେଟା ପୁଲ୍ କରିପାରିବ ନା, କାହିଁକିନା ମେ ବି ୱାୟାର୍ ଫାୟାର୍ କଟି ଯାଇଥିବ, କିଛି ବି ହେଇପାରେ। ସେଇ କେସ୍‌ରେ ବି ତମେ କରିପାରିବ ନା। ବଟ୍ ଇନ୍ କେସ୍ ଅଫ୍ କ୍ଲାଉଡ୍ ତମେ ୟୁଜ୍ କରିପାରିବ। ତମେ ପଚାରିବ କ୍ଲାଉଡ୍‌ରେ କେମିତି ୟୁଜ୍ କରିପାରିବ? ସେଇ ଯଦି ଭୁବନେଶ୍ୱରରେ ଆମର ଡେଟା ସେଣ୍ଟର ଅଛି, ଭୁବନେଶ୍ୱରରେ ଯଦି ବନ୍ୟା ଆସିଲା, ମୋର ଯଦି ଲୋକାଲ୍ ଡେଟା ସେଣ୍ଟର ଅଛି, ଭୁବନେଶ୍ୱରରେ ବନ୍ୟା ଆସିଲା, ମୋର ତ ପଳେଇଲା, କ୍ଲାଉଡ୍‌ର କାହିଁକି ଯିବନି? କ୍ଲାଉଡ୍‌ର ବି ଯିବ, ବଟ୍ କ୍ଲାଉଡ୍‌ର ଏଇଆ ଆଡଭାଣ୍ଟେଜ୍ ଅଛି, କ୍ଲାଉଡ୍‌ର ଡେଟା ତମେ ଗୋଟେ ଜାଗାରେ ଷ୍ଟୋର୍ କରିବନି। ଧରାଯାଉ ତମେ ଭୁବନେଶ୍ୱରରେ ଡିଫରେଣ୍ଟ ରହୁଛ, ଡିଫରେଣ୍ଟ ରିଜିୟନରେ ଷ୍ଟୋର କର। ହଁ, ଗୋଟେ ଡେଟା ତମର ଭୁବନେଶ୍ୱରରେ ସେଭ୍ ହେଲା, ଆଉ ସେମ୍ ରେପ୍ଲିକା ଡେଟା ତମର ମୁମ୍ବାଇରେ ସେଭ୍ ହେଇଗଲା, ସେମ୍ ରେପ୍ଲିକା ଅଫ୍ ଡେଟା ତମର କେରଳରେ ସେଭ୍ ହେଇଗଲା, ଓକେ, ତିରୁବନନ୍ତପୁରମରେ ସେଭ୍ ହେଇଗଲା। ସୋ ଇନ୍ କେସ୍ ଯଦି ଭୁବନେଶ୍ୱରରେ କିଛି ହେଲା, ତ ମୋ ପାଖରେ ଆଉ ଦିଟା ଲୋକେସନ୍ ଅଛି ନା, ମୁମ୍ବାଇ ଆଉ ତିରୁବନନ୍ତପୁରମ୍, ସେଠୁ ମୋର ହଁ ଡେଟା ପୁଲ୍ ହେଇପାରିବ। ଇନ୍ କେସ୍ ଯଦି ତିରୁବନନ୍ତପୁରମରେ କିଛି ହେଲା, ତ ଭୁବନେଶ୍ୱର ଆଉ ମୁମ୍ବାଇ ତ ଅଛି ନା, ତ ଡେଟା ହଁ ଆମେ ରେପ୍ଲିକେଟ୍ କରୁଛୁ ମଲ୍ଟିପଲ୍ ଜାଗାରେ ହେଲା, ସୋ ଦ୍ୟାଟ୍ ଗୋଟେ ଜାଗାରେ ଯଦି କିଛି ହେଲା, ତାହା ଆମେ ଅଲଗା ଜାଗାରୁ ପୁଲ୍ କରିପାରିବା। ଏଟା କେବଳ ଇଣ୍ଡିଆରେ ହିଁ ଲିମିଟେଡ୍ ନାହିଁ, ଏଟା ଚାହିଁଲେ ତମ ଡେଟାକୁ ତମେ ଆବ୍ରଡ୍ ବି ତମେ ଷ୍ଟୋର କରିକି ରଖିପାରିବ। ରିଜନ୍ ଡିପେଣ୍ଡସ୍ କରୁଛି, ତମେ ଅବଭିୟସଲି ତମ ନିୟରେଷ୍ଟ ରିଜନରେ କମ୍ ପଇସା ପଡ଼ିବ। ଯଦି ତମେ ୟୁଏସ୍‌ରେ ଡେଟା ଚାହୁଁଛ ଷ୍ଟୋର କରିବା ପାଇଁ, ତ ଟିକେ କଷ୍ଟ ଅଧିକ ପଡ଼ିବ, ବଟ୍ ଆମ ପାଖରେ ଅପସନ୍ ଅଛି ମଲ୍ଟିପଲ୍ ରିଜନରେ ଆମେ ଡେଟାକୁ ଷ୍ଟୋର କରିପାରିବା। ଏଇଟା ହେଲା କ୍ଲାଉଡ୍‌ର ଫାଇଦା। ଏସବୁ ଜିନିଷ ଅନ୍ ପ୍ରେମାଇସ୍‌ରେ ନଥିଲା ହେଲା। ଆଣ୍ଡ କିଛି ମେଣ୍ଟେନ୍ ତମକୁ କରିବାର ନାହିଁ, ପେ ପର୍ ୟୁଜ୍ ମଡେଲ୍ ଅଛି। ଯେମିତିକି ମୁଁ ତମକୁ ଏକ୍ଜାମ୍ପଲ୍ କହିଲି, ସର୍ଭର ତମେ ଗୋଟେ କିଣିଦେଲ। ମାନେ ଗୋଟେ ରିଜିୟନରେ ମଲ୍ଟିପୁଲ ଆଭେଲେବିଲିଟି ଜୋନ୍ ରହିବ ନାଇଁ କି? ହଁ, ହଁ।
तो अपफ्रंट कॉस्ट तुमको देବାକୁ ପଡିବ ଯଦି ତମେ ସର୍ଭର କିଣିବ ହେଲା ଏକାଥରେ ତମେ 5 ଲକ୍ଷ 10 ଲକ୍ଷ ଟଙ୍କା ଦବ ବଟ୍ କ୍ଲାଉଡରେ ସେମିତି କିଛି ନାହିଁ ଯେବେ ତମେ କ୍ଲାଉଡକୁ ୟୁଜ କରିବ ସେଇ ଟାଇମରେ ପଇସା ଦବ ଯାହା ବି ଚାର୍ଜେସ୍ ହବ ଯଦି ତମେ ଆଜି ୟୁଜ କଲ ଆଜିର ଯାହା ଚାର୍ଜେସ୍ ହେଲା ତମେ ଆଜି ଦବନି ମାସକ ପରେ ବିଲ୍ ଆସେ ତାର ତମେ ଦେଲ ଧର ଯୋଉ ଆର ମାସ ତମେ କିଛି ୟୁଜ ହିଁ କଲନି ତ ତାର ପଇସା କିଛି ବି ଆସିବନି ଜିରୋ ରୁପିଜ ଆସିବ ବଟ୍ ହୁଁ ଯଦି ତମେ ସର୍ଭର କିଣିଥାନ୍ତେ ତାର ପଇସା ତମକୁ ଦେବାକୁ ପଡିଥାନ୍ତା ଅପଫ୍ରଣ୍ଟ କଷ୍ଟ ତ ଏଟା କ୍ଲାଉଡ ହେଲା ପେ ପର ୟୁଜ ମଡେଲ ଯେତେ ଥର ତମେ ୟୁଜ କରିବ ସେଇ ହିସାବରେ ତମେ ପେମେଣ୍ଟ କରିବ ଏଟା ବହୁତ ବଢିଆ ଜିନିଷ ନା ହଁ ଏସବୁ ଜିନିଷ ନଥିଲା ଅନ୍ ପ୍ରେମାଇସରେ ତ କ୍ଲାଉଡ କହିବାକୁ ଗଲେ କ୍ଲାଉଡ ଆମର ତିନି ଟାଇପର ଅଛି ଡିପ୍ଲୟମେଣ୍ଟ ମଡେଲ ଯଦି ଆମେ କହିବା କ୍ଲାଉଡ ଡିପ୍ଲୟମେଣ୍ଟ ମଡେଲ ଆମ ପାଖରେ ପବ୍ଲିକ କ୍ଲାଉଡ ଅଛି ପ୍ରାଇଭେଟ କ୍ଲାଉଡ ଅଛି ହାଇବ୍ରିଡ କ୍ଲାଉଡ ଅଛି ଏବେ ଗୋଟେ ଆଜ୍ଞା ବାହାରିଛି ମଲ୍ଟି କ୍ଲାଉଡ ହେଲା ସୋ ପବ୍ଲିକ କ୍ଲାଉଡ କଣ ଯେମିତି ଆମର ଆମାଜନର AWS ହେଇଗଲା ଆଉ ଗୁଗଲର GCP ଗୁଗଲ କ୍ଲାଉଡ ପ୍ଲାଟଫର୍ମ ହେଇଗଲା ମାଇକ୍ରୋସଫ୍ଟ ଆଜୋର ହେଇଗଲା ଏସବୁ କଣ ହେଲେ ପବ୍ଲିକ କ୍ଲାଉଡ ଏସବୁ ପବ୍ଲିକ ମାନେ ସବୁ ୟୁଜ କରିପାରିବେ ଏଇ କ୍ଲାଉଡକୁ ଆମେ ମଲ୍ଟିପଲ ଅର୍ଗାନାଇଜେସନ ସହିତ ସେୟାର କରୁଛୁ ଫର ଏକ୍ସାମ୍ପଲ ଆଜୋର ଭର୍ଚୁଆଲ ମେସିନ ସେଟା ମଲ୍ଟିପଲ ଅର୍ଗାନାଇଜେସନ ସେୟାର କରିବେ ଏଟା ଟିକେ ଯେହେତୁ ଏଟା ପବ୍ଲିକ ଟ୍ରାନ୍ସପୋର୍ଟରେ ଯଦି ତମେ ବସିବ ବସରେ କିମ୍ବା ଟ୍ରେନରେ ସେଇଟା ଟିକେ ପଇସା କମ ପଡେ ଯଦି ତମ ନିଜ ପର୍ସନାଲ କ୍ୟାବ ବୁକ୍ କଲ ସେଇଟା ଟିକେ ପଇସା ଅଧିକ ଆଜ୍ଞା ପଡେ ରାଇଟ୍ ହଁ ସେମିତି ଆମର ପବ୍ଲିକ କ୍ଲାଉଡ ସୋ ପବ୍ଲିକ କ୍ଲାଉଡ ଯୋଉମାନେ ନିଅନ୍ତି ସେଟା ଟିକେ କଷ୍ଟ ଏଫିସିଏଣ୍ଟ ଥାଏ ଟିକେ ପଇସା କମ ପଡେ ବଟ୍ ଏଟା ପବ୍ଲିକଲି ଆଭେଲେବଲ ରହିବ ଦ୍ୟାଟ୍ସ କଲ୍ଡ ପବ୍ଲିକ କ୍ଲାଉଡ ନାଉ କମ୍ସ ଟୁ ପ୍ରାଇଭେଟ କ୍ଲାଉଡ ଯେମିତି ମୁଁ କହିଲି ଯେମିତି ତୁମର ଅ ନିଜର ଗୋଟେ କାର ଅଛି କିମ୍ବା ନିଜର ବାଇକ୍ ଅଛି ସେଥିରେ ଯଦି ତମେ ଯିବ ସେଥିରେ ଟିକେ ପଇସା ଅଧିକ ପଡିବ ସିମିଲାରଲି ପ୍ରାଇଭେଟ କ୍ଲାଉଡ ଯଦି ତମେ ନବ ସ୍ପେସିଫିକାଲି ସେ ତମ ଅର୍ଗାନାଇଜେସନକୁ ହିଁ ଏଇ କ୍ଲାଉଡ ଟା ମିଳିବ ଅନ୍ୟ କୌଣସି ଅର୍ଗାନାଇଜେସନକୁ ମିଳିବନି ଫର ଏକ୍ସାମ୍ପଲ ଆମେ ବ୍ୟାଙ୍କିଙ୍ଗ ସେକ୍ଟର ହେଇଗଲା ଯେତିକି ଗଭର୍ଣମେଣ୍ଟ ଅର୍ଗାନାଇଜେସନ ଅଛି ସେମାନେ ତାଙ୍କ ଡେଟା ପୁରା ସେନ୍ସିଟିଭ ନା କାହିଁକିନା ବ୍ୟାଙ୍କ ମାନେ ହୁଁ କଣ କଷ୍ଟମର ଡେଟା ସବୁ ଷ୍ଟୋର କରିକି ରଖନ୍ତି ହୁଁ ସେମାନେ ତ ହୁଁ ଚାହିଁବେନି ନା କି ଲିକ୍ ହେଇଯାଉ ଓକେ ହଁ ସୋ ବ୍ୟାଙ୍କିଙ୍ଗ ସେକ୍ଟର ହେଇଗଲା ଗଭର୍ଣମେଣ୍ଟର ଯେତିକି ଅଫିସେସ୍ ହେଇଗଲା ସେମାନେ ପ୍ରାଇଭେଟ କ୍ଲାଉଡ ୟୁଜ କରନ୍ତି ବିକଜ ତାଙ୍କ ପାଖରେ ସେନ୍ସିଟିଭ ଡେଟା ଥାଏ PII ଡେଟା ଥାଏ okay so private cloud is dedicated to only one organization it cannot be shareable ହଁ ଆଉ ପ୍ରାଇଭେଟ କ୍ଲାଉଡ ର ଫାଇଦା କଣ ଅଛି କି ତମେ ନିଜେ କଣ୍ଟ୍ରୋଲ କରିବ କ୍ଲାଉଡ କୁ ପବ୍ଲିକ କ୍ଲାଉଡ ରେ କଣ ମୁଁ କହିଲି ନା ପବ୍ଲିକ କ୍ଲାଉଡ ମାନେ ଆମକୁ କିଛି ଟେନସନ ନେବାର ନାହିଁ କ୍ଲାଉଡ ଭେଣ୍ଡର ହିଁ ସବୁ କିଛି ମ୍ୟାନେଜ କରିବେ ଆମ ହୁଁ ପାଖରେ ଏତେ କଣ୍ଟ୍ରୋଲ ନଥାଏ ବଟ୍ ପ୍ରାଇଭେଟ କ୍ଲାଉଡ ନେଲେ ଆମ ପାଖରେ ପୁରା ଫୁଲ କଣ୍ଟ୍ରୋଲ ଥାଏ ଆମେ ଯାହା ଚାହିଁବା ତା ରେଷ୍ଟ୍ରିକ୍ସନ ଆପ୍ଲାଏ କରିପାରିବା ଆମେ ନିଜେ VPN ୟୁଜ କରିପାରିବା IP ଆଡ୍ରେସ ନିଜେ ଡିଫାଇନ କରିପାରିବା ସବୁ କିଛି ଆମ ବେଶୀ କଣ୍ଟ୍ରୋଲ ଥିବ ଇଭନ ଦୋ IP ଆଡ୍ରେସ ତମେ ପବ୍ଲିକରେ ବି ଡିଫାଇନ କରିପାରିବ ବଟ୍ ମୋର କଣ୍ଟ୍ରୋଲ ଯଦି କହିବାକୁ ଗଲେ ପ୍ରାଇଭେଟ କ୍ଲାଉଡ ରେ ଥାଏ ହୁଁ and ଯଦି ଏ ଦିଟାକୁ ମିକ୍ସ କରିଦେବ ପବ୍ଲିକ ଆଣ୍ଡ ପ୍ରାଇଭେଟ ସେଟା ହାଇବ୍ରିଡ ହେଇଗଲା ଆମର ହାଇବ୍ରିଡ ଯେମିତି ଏକ୍ସାମ୍ପଲ ହେଲା କ୍ୟାବ ବୁକ୍ ସେୟାରିଂ କ୍ୟାବ ଯଦି ବୁକ୍ କଲ ତମେ ବି ବସିଛ ଅନ୍ୟ ଲୋକ ବି ବସିଛନ୍ତି ସେଟା ହେଇଗଲା ହାଇବ୍ରିଡ ମଡେଲ ତମକୁ ପଇସା ଅଧିକ ପଡିବନି କି କମ ବି ପଡିବନି ମିଡିୟମ ରେ ପଡିଲା ଏକ୍ସାମ୍ପଲ ସୋ ହାଇବ୍ରିଡ କ୍ଲାଉଡ ଆମର ସେମିତି ହେଇଗଲା ପବ୍ଲିକ ପ୍ଲସ ପ୍ରାଇଭେଟ କୁ ଯଦି ମିକ୍ସ କରିଦବା ସେଟା ହେଇଗଲା ହାଇବ୍ରିଡ କ୍ଲାଉଡ ଦେନ୍ କମ୍ସ ଟୁ ମଲ୍ଟି କ୍ଲାଉଡ ଦେଖ ଆମର ବହୁତ ପ୍ରୋଭାଇଡର ଅଛି ଯେମିତି Amazon ରେ AWS ହେଇଗଲା ମାଇକ୍ରୋସଫ୍ଟ Azure ହେଇଗଲା and then କଣ ସେଟା ଗୁଗଲ GCP ହେଇଗଲା ଏସବୁ କ୍ଲାଉଡ କୁ ଯଦି ଆମେ ୟୁଜ କରିବା ଗୋଟେ ଅର୍ଗାନାଇଜେସନରେ ଦ୍ୟାଟ୍ସ କଲ୍ଡ ମଲ୍ଟି କ୍ଲାଉଡ ଓକେ ଗୋଟେ କାମ ପାଇଁ ଗୋଟେ କ୍ଲାଉଡ ୟୁଜ କରିବା ଅନ୍ୟ କାମ ପାଇଁ ଅନ୍ୟ କ୍ଲାଉଡ ୟୁଜ କରିବା ଫର ଏକ୍ସାମ୍ପଲ ଷ୍ଟୋରେଜ ପାଇଁ ମୁଁ GCP ୟୁଜ କରିଦେଲି GCP ର ବିଗ କ୍ୱେରି ଓକେ ବଟ୍ ଟ୍ରାନ୍ସଫର୍ମେସନ ପାଇଁ ମୁଁ Azure Databricks ୟୁଜ କରିଦେଲି and for storing ଯଦି ମୋତେ ଡେଟା ଷ୍ଟୋର କରିବାର ଅଛି କିମ୍ବା ଆନାଲିଟିକ୍ସ ପରଫର୍ମ କରିବାର ଅଛି ମୁଁ ଗୁଗଲର ଗୁଗଲ ଡେଟା ଷ୍ଟୁଡିଓ ୟୁଜ କଲି ତ ମଲ୍ଟି କ୍ଲାଉଡ ମୁଁ ୟୁଜ କରୁଛି ଦ୍ୟାଟ୍ସ କଲ୍ଡ ମଲ୍ଟି କ୍ଲାଉଡ ଓକେ ସେ ଏଟା ହେଲା କ୍ଲାଉଡ ଡିପ୍ଲୟମେଣ୍ଟ ମଡେଲ କହିବାକୁ ଗଲେ ତିନିଟା ଅଛି ଜେନେରାଲି ପବ୍ଲିକ ପ୍ରାଇଭେଟ ଆଣ୍ଡ ହାଇବ୍ରିଡ ଓକେ ମଲ୍ଟି ମଲ୍ଟି କ୍ଲାଉଡ ହଁ ହଁ ଏଟା ହେଲା କ୍ଲାଉଡ ଡିପ୍ଲୟମେଣ୍ଟ ମଡେଲ ନେକ୍ସଟ ଇଜ କ୍ଲାଉଡ ସର୍ଭିସ ମଡେଲ ସର୍ଭିସ ରେ ଆମର ହେଇଗଲା as PaaS SaaS ଏ ତିନିଟା ଅଛି as means infrastructure as a service ନାଁରୁ ହିଁ ଜଣା ପଡୁଛି ହଁ ଇନଫ୍ରାଷ୍ଟ୍ରକ୍ଚର ମିନ୍ସ ଆମକୁ ଗୋଟେ ଇନଫ୍ରାଷ୍ଟ୍ରକ୍ଚର ମିଳିବ ଯୋଉଟା କି ଆମେ ତାକୁ ୟୁଜ କରିବା ଓକେ ହଁ ଇନଫ୍ରାଷ୍ଟ୍ରକ୍ଚରରେ ଆମକୁ ମ୍ୟାନେଜ କରିବାକୁ ପଡିବ ଅପରେଟିଂ ସିଷ୍ଟମ ଆମେ ମ୍ୟାନେଜ କରିବା ଆପ୍ଲିକେସନ ଆମେ ମ୍ୟାନେଜ କରିବା କ୍ଲାଉଡରେ ହଉ କିମ୍ବା ଅନ୍ ପ୍ରେମାଇସେସ୍ ହଉ
बहुत गुड़े जिनस अच्छी जहाँकि मैनेज करिया पड़े फॉर एग्जांपल हार्डवेयर अच्छी जो सर्वर है सर्वर हमर कौन कौन जिनस था हार्डवेयर था नेटवर्क था डेटा सेंटर था ऑपरेटिंग सिस्टम था एप्लीकेशन था ये सब ऑन प्रेमाइस रे तुमको सब जिनस मैनेज करिया पड़े क्लाउड जदी तुम यूज करिवो क्लाउड किछि जिनस क्लाउड यूज क्लाउड मैनेज मैनेज कर। करिवे किछि जिनस तुमको मैनेज करिया पड़े जदी तुम एस ऑफ करिवो इंफ्रास्ट्रक्चर एज सर्विस सेतरे ଆମକୁ ऑपरेटिंग सिस्टम मैनेज करिया पड़िबो एंड एप्लीकेशन मैनेज करि पड़िबो अन्य जिनस लाइक हार्डवेयर नेटवर्किंग एंड डेटा सेंटर ये किए मैनेज करियो क्लाउड प्रोवाइडर जो कोनोसी क्लाउड नियो अजोर नियो किंबा एडब्ल्यूएस नियो से माने मैनेज करिवे जेतल तमे माइग्रेट करिया चाहो ऑन प्रेमाइज टू क्लाउड से केस रे तमे इंफ्रास्ट्रक्चर एज अ सर्विस यूज करो माने ये क्लाउड सर्विस यूज करो ऑन प्रेमाइज रो तमे डेटा को माइग्रेट करो से केस रे एस बहुत बहुत बेनिफिशियल अच्छी जदि तमे प्लेटफॉर्म एज अ सर्विस नेलो सेकंड अच्छी प्लेटफॉर्म एज अ सर्विस एटा हमको गोटे प्लेटफॉर्म दबो ओके एतरे हमको एबे ऑपरेटिंग सिस्टम मैनेज करिया दरकार नहीं क्लाउड हमरो ऑपरेटिंग सिस्टम मैनेज करिवो रन टाइम मैनेज करिवो इंफ्रास्ट्रक्चर भी मैनेज करिवो हमको केवल एप्लीकेशन टा मैनेज करिया अछि फॉर एग्जांपल हमरो अजोर ऐप सर्विस अछि गूगल ऐप इंजन अछि ठीक अछि जो कोनोसी हमरो डेवलपर माने हे गेले जदि तुमको पाइथन रे कोड लेखियार अछि कोन यूज करिवि पाइथन यूज करिवि किंबा जुपिटर नोटबुक यूज करिवि किंबा वीएस कोड यूज कली पाइथन ए सब ଅଛି। कोन हाँ ए सब हम गोटे प्लेटफॉर्म दे देले से प्लेटफॉर्म रे हमें कोडिंग करिया ठीक अछि सो तमे निजर गोटे जदि एप्लीकेशन बनिलो तमे एतरे डिप्लॉयमेंट करि परिबो तुमको प्लेटफॉर्म मिल गेला ना अजोर ऐप सर्विस गूगल ऐप इंजन काली को तमे गोटे ऐप बनिलो ताको कोडी डिप्लॉयमेंट करिवो सो दैट अन्य माने यूज करिवे मु यूज कर परिबो अन्य लोक यूज कर परिबे केमति यूज करिवो एई प्लेटफॉर्म एज अ सर्विस यूज करिकी तमे निजर एप्लीकेशन को डिप्लॉयमेंट करिवो एंड देन अन्य लोक ताको यूज कर परिबे नेक्स्ट कम्स SaaS जोटा कि SaaS सबुठु बेस्ट SaaS रे तमको किछि टेंशन सबटा नबार नै सब सब किछि हाँ सब किछि क्लाउड ही मेंटेन करिवो ठीक अछि मैनेज करिवो एवरीथिंग इन द सेंस तम हार्डवेयर तम ऑपरेटिंग सिस्टम तम इंफ्रास्ट्रक्चर तम एप्लीकेशन तम नेटवर्किंग सब किछि मैनेज करिवो क्लाउड प्रोवाइडर फॉर एग्जांपल हमें जीमेल यूज करछु हमें कोन किछि मैनेज करछु हमें इंस्टॉल कले निजर गोटे अकाउंट क्रिएट कले तार स्टोरेज के मैनेज करुच्ची क्लाउड प्रोवाइडर गूगल जीमेल गूगल प्रोडक्ट स्टोरेज मैनेज कला सीए नेटवर्किंग मैनेज कला सीए हार्डवर्क मैनेज कला सीए सब किछि सब मैनेज करुच्ची क्लाउड हमें बस केवल ताको यूज करछु माइक्रोसॉफ्ट 365 यूज करो किंबा माइक्रोसॉफ्ट टीम यूज करो सेल्सफोर्स यूज करो जहाँ भी ये जो प्रोडक्ट है वाला ये सब मैनेज किए करुच्ची क्लाउड प्रोवाइडर हमें किछ करछु कि किछि भी क्रैश होला त किए मैनेज करबो क्लाउड प्रोवाइडर मझे टीम्स रो क्रैश ହେଇଥିଲା मैनेज किए गला माइक्रोसॉफ्ट ओके सो SaaS ହେଲା ସବୁଠୁ ବେଷ୍ଟ ଯଦି इन फ्यूचर किए प्रोडक्ट बिल्ड करुच्ची SaaS प्रोडक्ट ही बिल्ड करुचंती एंड SaaS प्रोडक्ट बिकिले बहुत पैसा मिले सो SaaS प्रोडक्ट सबठु बेस्ट ହେଲା माने यूजर को किछि मेंटेन करिया दरकार नहीं सब किछि मेंटेन करियो हमर क्लाउड प्रोवाइडर SaaS प्रोडक्ट माने सॉफ्टवेयर एज अ सर्विस हम गोटे सॉफ्टवेयर मिलला हम ताको यूज कले मेंटेनेंस एंड ऑल सेटा क्लाउड प्रोवाइडर ही मेंटेन करिवे देखिए सब किछि ओके सो ए सब जिनस मु वीडियो रे डिस्कस करिथि सो तो एडवांटेज ऑलरेडी मु डिस्कस करि दैछि हला एडवांटेज कोन जानलो ଦେଖିବି। किछि हाँ अपफ्रंट कॉस्ट ना ना एबे भी मु तो डिस्कस करली ना सो स्टार्टिंग रे हाँ ऑन प्रेमाइज वर्सेस क्लाउड अपफ्रंट कॉस्ट किछि नै पे पर यूज मॉडल अछि क्लाउड हमरो और एटा स्केलेबिलिटी अछि फ्लेक्सिबिलिटी अछि ଅଟୋ तमे ସ୍କେଲିଂ ଅଛି। 24/7 हाँ ऑटो स्केल अछि जेतल तमरो रिक्वायरमेंट अधिक हबो ऑटो स्केल हे जिवो तुमको अधिक स्टोरेज एंड प्रोसेसिंग पावर मिलिवो जेत तुमको कम दरकार पड़िवो सेत कम तुमको मिलिवो तमे डेटा मल्टीपल जगह रे ऑप्टिमाइज स्टोर कर କରିବା। पारिबो जोठ चाहबो धर जो तमे वर्तमान अछ इंडिया रे काली को तमे कोड स्विच करि गेलो धर जो तमे पळेलो न्यूजीलैंड तमे न्यूजीलैंड रो भी डेटा को एक्सेस करि पारिबो ग्लोबल रीच अछि यार हला एंड मेंटेनेंस किछि करिया दरकार नहीं सिक्योरिटी एंड कंप्लायंस से सब किछि आमे करिवानी क्लाउड प्रोवाइडर ही आमे तम डेटा केमती एनक्रिप्ट हबो फायरवॉल कौन लगेबो मॉनिटरिंग ए सब किछि देखिबे क्लाउड प्रोवाइडर ए सब जिनस हमको देखिବାକୁ पड़थिला
କିଛି ବି ଯଦି ଦୁର୍ଘଟଣା ହେଲା ହେଲା ହୁଁ, ସୁନାମି ଆସିଲା ବନ୍ୟା ବାତ୍ୟା କିଛି ବି ହେଲା ସବୁ ରିକଭର କିଏ କରିବ? ଆମେ କରିବାନି, କ୍ଲାଉଡ ପ୍ରୋଭାଇଡର କରିବେ। ଏସବୁ ହୁଁ, ଫାଇଦା ହେଲା ଅଲଗା କ୍ଲାଉଡର। ହଁ, ଓକେ, ଅଲଗା ଅଲଗା ନାଉ ଆଭେଲେବଲ୍ ଜୋନ୍ ରଖିବାକୁ ପଡ଼ିବ ଡାଟା। ନାଉ କମିଂ ଟୁ କ୍ଲାଉଡ କମ୍ପ୍ୟୁଟିଂ, ଆମ ପାଖରେ ତିନିଟା ବଡ ପ୍ଲେୟର ଅଛନ୍ତି, ତିନିଟା ବଡ ଭେଣ୍ଡର ଅଛନ୍ତି। ଗୋଟେ ହେଲା ମାଇକ୍ରୋସଫ୍ଟ ଆଜୋର, ଦେନ୍ ଗୁଗଲ କ୍ଲାଉଡ ପ୍ଲାଟଫର୍ମ, ଦେନ୍ ଆଚ୍ଛା, କଣ ସେଟା, ନା ନା ଆଜୋର, ଗୁଗଲ କ୍ଲାଉଡ ପ୍ଲାଟଫର୍ମ ଆଣ୍ଡ AWS। AWS। ଏ ତିନିଟା ହେଲେ ବଡ ପ୍ଲେୟର୍ସ। ତ ଏ ତିନିଟା ଭିତରୁ ଯାହା ନାହିଁ ତମେ ଶିଖିକି ଡେଟା ଇଞ୍ଜିନିୟର ହେଇପାରିବ। ଦେଖ ଆଗରୁ ଡେଟା ଇଞ୍ଜିନିୟର ଥିଲା କେବଳ ଅନ୍ ପ୍ରେମାଇଜରେ, ଯୋଉଥିରେ କି ଆମେ ଇଟିଏଲ ଟେଲ ଶିଖୁଥିଲେ, ଇନଫର୍ମେଟିକା ହୁଁ, ଆଉ ପେଣ୍ଟା ହଉ, ଅନନୋନ୍ ହଁ। ଏଚଟ୍ରଙ୍କ, ଏସବୁ ଇଟିଲ ଟୁଲ ଆମେ ଶିଖୁଥିଲେ। ବଟ୍ ଏବେ ଯେବେଠୁ କ୍ଲାଉଡ ଆସିଲାଣି ଆମକୁ ନର୍ମାଲ ଡେଟା ଇଞ୍ଜିନିୟର ରହିଲାନି, କ୍ଲାଉଡ ଡେଟା ଇଞ୍ଜିନିୟର ହେଇଗଲା। ସୋ କ୍ଲାଉଡ ର ଗୋଟେ ନଲେଜ ନିହାତି ଦରକାର, ଯେକୌଣସି କ୍ଲାଉଡ ହଉ, AWS ହଉ, ଆଜୋର ହଉ, GCP ହଉ, ଯେକୌଣସି କ୍ଲାଉଡ ଦରକାର ହିଁ ଦରକାର। ବଟ୍ ଆମେ ହୁଁ, ଏ କୋର୍ସରେ ମାଇକ୍ରୋସଫ୍ଟ ଆଜୋର ଶିଖିବା। ଓକେ, ସୋ ନାଉ ଆଜୋର ଆକାଉଣ୍ଟ କ୍ରିଏଟ କରିବାର ଅଛି। ହୁଁ, ସୋ ମାଇକ୍ରୋସଫ୍ଟ ଆଜୋର, ଆଜୋର ଲେଖିଲି, AWS ଆସୁଛି। ଓକେ, ଟପରେ ସୋ এইটা ହେଲା ଆମର ମାଇକ୍ରୋସଫ୍ଟ ଆଜୋର। ଏଠି गेट ସ୍କ୍ରିନ୍ ଟା स्टार्टेड ଅଛି। विद आज़ोर रे क्लिक, वो स्क्रीन शेयर करनी है। अच्छा ओके, क्या गला? ହଁ, ଏଠି ମୁଁ ଲେଖିବି portal.azure.com। ସାଇନ୍ ଇନ୍ ମାଗୁଛି, ସାଇନ୍ ଇନ୍ ପରେ କରିବା ଛାଡ଼। ଏଇଟା ଏଇଠି ଆମେ କ'ଣ କରିବା, ମାଇକ୍ରୋସଫ୍ଟ ଆଜୋର ଲେଖିଲି ହେଲା, ଏଇ ପେଜଟା ଓପନ୍ ହେଇକି ଆସିଲା। ଓକେ, ଦେନ୍ ଗେଟ୍ ଷ୍ଟାର୍ଟେଡ୍ ୱିଥ୍ ଆଜୋର ଉପରେ ଆମେ କ୍ଲିକ୍ କରିବା। ओके, सो ଏଠି ଦିଟା ଅପସନ୍ ଦଉଛି, ଟ୍ରାଏ ଆଜୋର ଫର୍ ଫ୍ରି ଯେ ଫର୍ଷ୍ଟ ଟାଇମ୍ ୟୁଜ୍ କରିବା ତାକୁ ଫ୍ରି ମିଳିବ ଫର୍ 30 days। ଆଫ୍ଟର 30 days ପେପର ୟୁଜ୍ରେ ଆମକୁ ସୁଇଚ୍ କରିବାକୁ ପଡ଼ିବ, ଆଣ୍ଡ ଯେତେବେଳେ ଆମେ ୟୁଜ୍ କରିବା ବେସ୍ଡ ଅନ୍ ଦ୍ୟାଟ୍ वी हैव टू पे फॉर इट। ओके, एंड देन ଏଠି सेग्रीगेट करछि फ्री अकाउंट रे कोन कोन मिलिबो, पेपर मॉडल रे कोन कोन मिलिबो, पेपर यूज मॉडल रे एटा टू न्यू अजूर कस्टमर को फ्री अकाउंट मिलिबो। आफ्टर दैट हमें स्विच करबा एतरे, देन पैसा हमको पेमेंट करिया पड़िबो। फ्री मंथली अमाउंट अप टू 20 पॉपुलर सर्विसेज हमको मिलिबो फॉर 12 months। बट किछि सर्विसेज, बट मोस्ट ऑफ द सर्विसेज ओनली फॉर 30 days। बट दैट्स ओके, हमें केवल 30 डे ही कंसीडर करिबा, देन ये सब दिन हमको मिलिबो। ओके, क्रेडिट कार्ड won't be charged pending production, no upfront commitment, cancel any time ଆମେ କରିପାରିବା। ଆମକୁ ଏତିକି କ୍ରେଡିଟ୍ ମିଳିବ, ଆମେ ତାକୁ ୟୁଜ୍ କରିପାରିବା। ଓକେ, ଏଥିରେ କ'ଣ କ'ଣ ସର୍ଭିସେସ୍ ଅଛି? ପପୁଲାର ସର୍ଭିସେସ୍ ଆମର ଆଜୋର ଡେଭଅପ୍ସ ହେଇଗଲା, ଆଜୋର ସ୍ପିଚ୍ फाउंडेड टूल्स ହେଇଗଲା, कंटेनर ହେଇଗଲା, ଆଜୋର SQL डेटाबेस, डेटा फैक्ट्री ହେଇଗଲା, ଯୋଉଟାକି ଆମେ ୟୁଜ୍ କରିବା ଏଟା ପପୁଲାର ସର୍ଭିସେସ୍। ଯଦି ତମେ ପର୍ଟିକୁଲାରଲି ଯିବ AI ML କୁ ଯିବ ତାହେଲେ ଏସବୁ ଜିନିଷ ଅଛି ରିଲେଟେଡ୍ ଟୁ AI ML। ହାଇବ୍ରିଡ୍ରେ ଯିବ ପ୍ଲସ୍ ମଲ୍ଟି କ୍ଲାଉଡ୍ରେ ତମକୁ ଏସବୁ ଜିନିଷ ମିଳିବ। କମ୍ପ୍ୟୁଟ ସେକ୍ସନରେ ଯଦି ତମକୁ ଯିବ ତାହେଲେ ଏସବୁ ସର୍ଭିସେସ୍ ଅଛି। ଓକେ, କଣ୍ଟେନରରେ ଯଦି ଯିବ ଏସବୁ କଣ୍ଟେନର ଆଭେଲେବଲ୍ ଅଛି, ଡେଟାବେସେସ୍ ଅଛି। ଓକେ, these are free services।
देन तमे जदि एक्स्ट्रा तुमको किसी लोन करियर अछि पारिबो ओके देन एसो हो गला ओवरव्यू ऑफ दिस पेज हम सीधा अकाउंट क्रिएट करबा तो गोटे काम करो तुम स्क्रीन शेयर करो मु हाँ गाइड करबी केमती एंड क्रेडिट कार्ड कि डेबिट कार्ड रेडी रख क्रेडिट कार्ड नहीं আছে क्रेडिट कार्ड तो नहीं डेबिट कार्ड আছে जहाँ हेले चलिबो मास्टर कार्ड दरकार मास्टर किंबा वीजा रुपे काम करिवनी